ମୁଁ ହେଲି ଅଜୟ ଆଚାର୍ଯ୍ୟ, ବୋତଣ୍ଡା ମହାବୀର ନଗର ରହେ। ମୋ ପୁଅ ତ କଲେଜରେ ଆସି ସୁଇସାଇଡ୍ କରିଦେଇଛି। ମୁଁ ଆଉ କ'ଣ କରିବି? କିଛି ତ ହବ ତ ପୁଅ ତ ସୁଇସାଇଡ୍ କ'ଣ ପାଇଁ କଲା ନା କଲେଜରେ ତାକୁ ମିଟିଂ କରିକି ତା ମୋବାଇଲ ଛଡ଼େଇ ରଖିଛନ୍ତି, କ'ଣ ତାର କରିଛୁ ବୋଲି ଗଣ୍ଡଗୋଳ। ତେଣୁ କ'ଣ ତା ମୁଁ ଜାଣିପାରିଲି। ମୁଁ କଲେଜ ନାଁରେ ବର୍ତ୍ତମାନ କେସ୍ ଅଛି, ମୋ କେସ୍ ଚାଲିବ ଆଉ। କଲେଜ ନାଁରେ ମୁଁ କେସ୍ ଏଫଆଇଆର ଦେଇଦେଇଛି। ନା ନା କେସ୍ ମୋର ଚାଲିବ। ଆଜ୍ଞା କମ୍ପ୍ଲେନ୍ ଯାହା ମତେ ଜଣେଇଲେ ହେବ ନା? ମତେ ଜଣେଇ ନାହାନ୍ତି ନା, କିଛି ମତେ ଜଣେଇ ନାହାନ୍ତି। ମୁଁ ଫୋନ କଲା ପରେ ଯାହା ହେଲା ମତେ କିଛି ଜଣେଇ ନାହାନ୍ତି। କିନ୍ତୁ ସିଏ କ'ଣ ହେଲା ନା ତାଙ୍କ ନାଁରେ ତାର ମିଟିଂ ବସିଲା କହିଛି, ସେ ତ ଆସିକି ଡିଲ୍ କରିଛି। ମୁଁ ଏତେ କେସ୍ କଲା ପରେ ସେ ପୋଲିସ ବାଲା ବୁଝିବେ ଯାହା କରିବେ ଆଉ। ସିଏ ଆମର ଲିଙ୍ଗରାଜ ଷ୍ଟେସନ ଠି ଆସିକି ଗାଡି ରଖି ସୁଇସାଇଡ୍ କରିଦେଇଛି। ନା ନା ହେଇଟା ତ ମୁଁ କହିନି, କାରଣ ଟ୍ରେନରେ ସେ ହେଇଠି କହୁଛନ୍ତି ଟ୍ରେନରେ ସେ ହଁ ଟ୍ରେନରେ ସେ ମାଡ଼ ହେଇଛି ଡେଇଁଛି ବୋଲି ମତେ କହିଛନ୍ତି। ଆପଣ କହୁଛନ୍ତି ଯେ ଯୋଉ ମୋବାଇଲ ଛଡେଇ ନେଇ ଗଲେ କୌଣସି ପ୍ରକାର କଲେଜ ଆପଣଙ୍କୁ ଆଗାମୀ ଜଣେଇଲାନି ବୋଲି ଆପଣଙ୍କ ଛୁଆ ଜୀବନ ଚାଲିବ। ମୁଁ କହିବା ତ ହେଇ ଗୋଟିକ ଆପଣଙ୍କ ଛୁଆର ଜୀବନ ଯିବା ପାଇଁ ତାହେଲେ କଲେଜ ଦାୟୀ। ମୁଁ ତ କେସ୍ ଅଛି, ବିଚାର କରିବେ ଯାହା ଆଉ। ଆପଣଙ୍କର କଲେଜରେ କିଛି ନିଷ୍ପତ୍ତି ମିଳିଲାନି ବୋଲି ଆପଣ ଛୁଆ ଆପଣଙ୍କୁ କହୁଛନ୍ତି ସୁଇସାଇଡ୍ କରିଛି। ହଁ ଯଦି କଲେଜ ଚାହିଁଥାନ୍ତା ଆପଣଙ୍କ ଛୁଆର ଜୀବନ ବଞ୍ଚିବ। ସେଇଟା ବର୍ତ୍ତମାନ ବିଚାର ପୋଲିସକୁ କୁହାଯାଇଛି। କ'ଣ କାରଣଟା, ସେ ମରିବା କାରଣଟା କ'ଣ, କାରଣଟା କ'ଣ, ସେ ପୋଲିସ ତାକୁ ଏଫଆଇଆର ଦିଆଯାଇଛି, ସେ ବିଚାର କରିବେ। ନେବେ ବୋଲି କହିଛି। କ'ଣ ହେଇଛି ବୋଲି ଆମେ ଜାଣିପାରୁନି। ଆପଣ କ'ଣ ଦାବି କରୁଛନ୍ତି, କ'ଣ ପାଇଁ ସୁଇସାଇଡ୍ କଲା ଆପଣ ମୁଖ୍ୟତଃ କାରଣ? ସେ ହେଇଟା ଆମେ ଜାଣିବାକୁ ଚାହୁଁଛୁ ଯେ କାହିଁକି ଏଇଟା ସେ ସୁଇସାଇଡ୍ କଲା, କ'ଣ କଲେଜରେ ଘଟଣା ହେଇଛି। ମୋବାଇଲ କିଏ ନେଇଗଲା? ମୋବାଇଲ ତାର କଲେଜରେ ରଖିଥିଲେ। କଲେଜରେ ଜବରଦସ୍ତ ରଖିଥିଲେ। ହଁ ସେଥିପାଇଁ ସେ ସୁଇସାଇଡ୍। ସେ କ'ଣ ପାଇଁ କିନ୍ତୁ କଲେଜ ସେ ମୋବାଇଲ ରଖିଥିଲେ ଏତିକି ଜାଣିଛି। କାଲି ଗୋଟେ ଦିନ ଏହା ହେଇଛି, କାଲି ରଖିଥିଲେ। ତାପରେ କଲେଜ କେତେବେଳେ ଜଣେଇଲା? କଲେଜ ମତେ 1 ସାଢ଼େ 1 ଜଣେଇଲା। କାଲି ତାପରେ ଆପଣ ଗଲା ପରେ ହଁ ଗଲା ପରେ ମୁଁ ତାର କେସ୍ କରିଛି, ଦେଖିଆ ପୋଲିସ ବିଚାର କରି ଯାହା କରିବ। ହଁ କେସ୍ ଇନଭେଷ୍ଟିଗେସନ ଚାଲୁଅଛି। ସେ ଯାହା ମାନେ ଆଗକୁ ଯାହା ପଦକ୍ଷେପ ନିଆଯିବ, ପୋଲିସ ତାର ପଦକ୍ଷେପ ନବ। ଆଗକୁ ଯାହା ହବ ଠିକ ଠାକ ହବ। ପରିଚୟ ନେଇଯିବା। ପରିଚୟ ହେଲା ରାଜେନ୍ଦ୍ର କୁମାର ପୃଷ୍ଟି, ପ୍ରିନ୍ସିପାଲ ଶିବିରମଣ। କ'ଣ ଘଟଣା ଘଟିଛି ଆପଣଙ୍କର କଲେଜର ଜଣେ ଷ୍ଟୁଡେଣ୍ଟ? ଘଟଣା କରିଛି ମାନେ ଗୋଟେ ଛୁଆଟିଏ ରେଲ ଲାଇନରେ ଡେଥ୍ ହେଇଯାଇଛି ବୋଲି ଆମେ ଖବର ପାଇଛୁ। ଆମେ ଏଠିକି ଆସିଛୁ ତାର ଇଏ କରିବା ପାଇଁ। ଆମେ ସେଥିପାଇଁ ବହୁତ ମର୍ମାହତ। ପିଲାଟି ଇଏ ନାଇଁ, ତାର ନାଁ କ'ଣ, ମୋ ନାଁ କ'ଣ ଟିକେ ନାଇଁ ନାଇଁ ଶୁଣନ୍ତୁ, ନାଁଟା ହେଇଛି, ତା ନାଁଟା ବର୍ତ୍ତମାନ ତା ନାଁଟା ହେଉଛି ତା ନାଁଟା ହେଉଛି ତପନ କୁମାର ଆଚାର୍ଯ୍ୟ। ତାଙ୍କ ଘର ସେଇ ଯୋଉ ଏଠି କହୁଛନ୍ତି ଯୋଉ ତାଙ୍କ ଘର ହେଉଛି ଆମର ବିଜୁ ପଟ୍ଟନାୟକ ଛକ ପାଖାପାଖି କୋଉଠି। ନିଜ ଘର ମୁଁ ଜାଣିନାହାନ୍ତି। ଆଚ୍ଛା, କ'ଣ ଘଟଣା, କ'ଣ ପାଇଁ ସେ ଆତ୍ମହତ୍ୟା କଲା? ପରିବାର ଲୋକ ଆପଣଙ୍କର କଲେଜ ନାଁରେ ଅଭିଯୋଗ ଆଣିଛନ୍ତି ଯେ ଆପଣଙ୍କର ମାନସିକ ଯନ୍ତ୍ରଣା ଯୋଗୁଁ। ନାଇଁ ସେମିତିଆ କିଛି ହେଇନି। ଯୋଉ 4 ଜଣ ଝିଅ ଗୋଟେ କମ୍ପ୍ଲେନ୍ ଆମକୁ ଲେଖିଥିଲେ ତା ନାଁରେ, ଆମେ ସେଥିପାଇଁ ଗୋଟେ ଇନକ୍ୱାରି କମିଟି ବସେଇଥିଲୁ। ଇନକ୍ୱାରି କମିଟିରେ ତାଙ୍କୁ କାଲି ଡାକିକି ପଚାରିଥିଲେ ଏବଂ କମ୍ପ୍ଲେନ୍ ଥିଲା ତାଙ୍କୁ କିଛି ଖରାପ ଭାଷାରେ ସବୁ ଇଏ କହୁଛନ୍ତି ବୋଲି। କିଏ? 4 ଜଣ ଝିଅ କରିଛନ୍ତି। 4 ଜଣ ଝିଅ? ହଁ, 4 ଜଣ ଝିଅ କହିଛନ୍ତି ଯେ 3 ଜଣ ପୁଅଙ୍କ ନାଁରେ। ତା ଭିତରେ କ'ଣ ଏଇ ପିଲାଟି ଥିଲା? ତା ଭିତରେ ଏଇ ପିଲାଟି। କ'ଣ କମ୍ପ୍ଲେନ୍ କରିଥିଲେ? କମ୍ପ୍ଲେନ୍ କରୁଛନ୍ତି ଖରାପ ଭାଷାରେ କ୍ଲାସରେ ତାକୁ ଇଏ କରୁଛନ୍ତି। ନାଇଁ ରାଗିଂ ନଟ୍ ଏ ରାଗିଂ, ଖରାପ ଭାଷାରେ କହୁଛନ୍ତି ସବୁ ଜିନିଷ ଗୁଡ଼ାକ। ଆପଣଙ୍କ ପରିବାରରେ ଜଣେଇଥିଲେ? ହଁ, ଆମେ ଏଟା ଇନକ୍ୱାରି କରିଥିଲୁ। ତାପରେ ସାଙ୍ଗେ ସାଙ୍ଗେ ତା ପରିବାରକୁ ଆମେ ଜଣେଇଥିଲୁ ଆଜି ଆସିବା ପାଇଁ ଏବଂ ଫୋନ୍ ଦ୍ୱାରା କହିଥିଲୁ। ତାଙ୍କର ସବୁ ଆଜି ଆସିବାର ଥିଲା। ଯାହା ଆମର କିଛି ତାଙ୍କୁ ପନିଶମେଣ୍ଟ ବର୍ତ୍ତମାନ ସୁଦ୍ଧା କରିନାହୁଁ, କିନ୍ତୁ ଯେହେତୁ ଏଟା ପୋଲିସ ହାତରେ ଇନଭେଷ୍ଟିଗେସନ ଅଛି, ଡିଟେଲଟା ସେ ପୋଲିସ ଇନକ୍ୱାରି କରିବ। ଯଦି ଗୋଟେ ଏଇଭଳି ସିଚୁଏସନକୁ ଆପଣମାନେ ହ୍ୟାଣ୍ଡେଲ କରିପାରିଲେନି, ଯାହାଫଳରେ ଗୋଟେ ନାଇଁ ସାର୍ ଶୁଣନ୍ତୁ, ଆମ ତରଫରୁ ଆମେ ଗୋଟେ ଇନକ୍ୱାରି କମିଟି ବସେଇଛୁ। ଫାଷ୍ଟ ପାଇଲା ମାତ୍ରକେ ଇନକ୍ୱାରି କମିଟିର ରିପୋର୍ଟ ବର୍ତ୍ତମାନ ସୁଦ୍ଧା ଆସିନାହିଁ ଏବଂ ତାଙ୍କ ପ୍ୟାରେଣ୍ଟକୁ ଆଜି ଡାକିଥିଲୁ ସମାଧାନ କରିବା। ସମାଧାନ କ'ଣ? 2 ପ୍ୟାରେଣ୍ଟ ବସିଲେ, ଆମେ ପୁଅ ଝିଅ ବସେଇକି ସେଠି ସମାଧାନ କରିଥାନ୍ତୁ ତାଙ୍କ ଭିତରେ କ'ଣ ସବୁ ପ୍ରୋବ୍ଲେମ୍ ହେଇଛି। ଏବେ ତ ଜୀବନଟି ଚାଲିଗଲା ନା, ସେଥିପାଇଁ ମର୍ମାହତ ଆମେ।
थैंक यू ଗୋଟେ କଲେଜର କ'ଣ ରେସ୍ପନ୍ସିବିଲିଟି ରହୁନି ଏଇଟା ତୁରନ୍ତ कॉलेज तो ପଦକ୍ଷେପ कॉलेज ନେବା? सांगे सांगे तुरंत पदक्षेप नहीं एवं कमिटी बसई कमिटी तार रिपोर्ट ताको दब ମାନେ आउ କମିଟି ଯଦି ସରକାରୀ କାର୍ଯ୍ୟ ଭଳିଆ ରହିବ ଦୀର୍ଘ ଦିନ नहीं 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 गोटे काली तो इंसिडेंट परन इंसिडेंट है काली तो कमिटी बस आज तक पेरेंट को डका होती ତ ଏବେ ଅନ୍ୟ ଯୋଉ ଦୁଇ ଜଣ ଯୁବକ ଅଛନ୍ତି ଆ ଭିତରେ ता भी घर को पठाई जाइए କଲେଜରୁ ଟର୍ମିନେଟ୍ କରା ନାଇଁ ଟର୍ମିନେଟ୍ ଫର୍ମିନେଟ୍ କିଛି ନାହିଁ ଏବେ କିଛି ଆମେ ଯେହେତୁ ପୋଲିସ ହାତକୁ କେସ୍ ଗଲା ପୋଲିସ ଡିଟେଲ ଇନକ୍ୱାରି କରିବ ଆଉ